ବର୍ଡର ଗାଭାସ୍କର ଟ୍ରଫି ଅଧୀନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଇଛି। ସିରିଜ୍ର ତୃତୀୟ ମ୍ୟାଚ୍ ବ୍ରିସ୍ବେନ୍ର ଗାବାଠାରେ ଖେଳାଯାଉଛି। ଗାବା ଟେଷ୍ଟର ଚତୁର୍ଥ ଦିନ ଭାରତୀୟ ବୋଲରଙ୍କ ବ୍ୟାଟିଂର ଯାଦୁ ଦେଖିବାକୁ ମିଳିଥିଲା, ଯିଏ ଭାରତୀୟ ଦଳକୁ ଫଲନ୍ ଖାଇବାକୁ ବଞ୍ଚାଇଥିଲା। ଷ୍ଟମ୍ପ ବେଳକୁ ଭାରତୀୟ ଦଳର ସ୍କୋର 252 ରହିଥିବା ବେଳେ 9 ୱିକେଟ୍ ହରାଇଥିଲା। ଆକାଶଦୀପ ଏବଂ ଯଶପ୍ରୀତ ବୁମରା କ୍ରିଜ୍ରେ ଅଛନ୍ତି। ଉଭୟଙ୍କ ମଧ୍ୟରେ 39 ରନ୍ର ଭାଗିଦାର ହୋଇଛି। ଫଲ-ଅନ୍ ବଞ୍ଚାଇବା ପାଇଁ ଭାରତ 246 ରନ୍ ସ୍କୋର କରିବା ଆବଶ୍ୟକ କରିଥିଲା, ଯାହା ଆକାଶଦୀପ ଚୌକା ଫଳରେ ସହଜରେ ମିଳିଯାଇଥିଲା। ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ 445 ରନ୍ ସଂଗ୍ରହ କରିଥିଲା। ବର୍ତ୍ତମାନ ଖରାପ ଲାଇଟ୍ ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଛି। ଯଦି ଦେଖାଯାଏ, ପୂର୍ବରୁ ବ୍ରିସ୍ବେନ୍ ଗାବା ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 7ଟି ଟେଷ୍ଟ ଖେଳାଯାଇଥିଲା। ଏହି ସମୟ ମଧ୍ୟରେ ଭାରତୀୟ ଦଳର 5ଟି ମ୍ୟାଚ୍ ହାରିଥିଲା ଏବଂ ଗୋଟିଏ ମ୍ୟାଚ୍ ମଧ୍ୟ ଡ୍ର ରହିଥିଲା। ଗାବାରେ ଭାରତୀୟ ଦଳର ଏକମାତ୍ର ଟେଷ୍ଟ ବିଜୟ ଜାନୁଆରୀ 2021ରେ ହୋଇଥିଲା। ତାପରେ ସେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ 3 ୱିକେଟ୍ରେ ପରାସ୍ତ କରିଥିଲେ।